ବଡ଼ ଘୋଷଣା କଲେ ସରକାର। ଏଥର ପ୍ରତ୍ୟେକ ପରିବାରକୁ ମିଳିବ 10 ଲକ୍ଷ ଟଙ୍କାର ମାଗଣା ଚିକିତ୍ସା। ଆଉ ସବୁଠୁ ବଡ଼ କଥା ହେଉଛି ସରକାରୀ କର୍ମଚାରୀ ବି ଏହି ସୁବିଧା ପାଇପାରିବେ। ତେବେ ଏହି ବଡ଼ ଘୋଷଣା କରିଛନ୍ତି ପଞ୍ଜାବ ସରକାର। ପଞ୍ଜାବର ପ୍ରତ୍ୟେକ ପରିବାରର ସଦସ୍ୟଙ୍କୁ 10 ଲକ୍ଷ ଟଙ୍କାର ବାର୍ଷିକ କ୍ୟାସଲେସ୍ ସ୍ୱାସ୍ଥ୍ୟ ବୀମାର ଲାଭ ମିଳିବ। ଏହା ସହ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ହେଉଛି ଯେଉଁଠାରେ ପ୍ରତ୍ୟେକ ପରିବାରକୁ 10 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ। ଏହି ଯୋଜନାରେ ଘୋଷଣା ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ଆପ୍ ସଂଯୋଜକ ଅରବିନ୍ଦ କେଜରିୱାଲ କରିଛନ୍ତି। ଏହି ଯୋଜନା ଅନୁଯାୟୀ ଲୋକେ ଏବେ ସରକାରୀ ଓ ଘରୋଇ ଉଭୟ ହସ୍ପିଟାଲରେ ମାଗଣାରେ ଚିକିତ୍ସା କରିପାରିବେ। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ଅରବିନ୍ଦ କେଜରିୱାଲ ଯୋଜନାର ଘୋଷଣା କରି କହିଛନ୍ତି ଏଥିରେ ପଞ୍ଜାବର 65 ଲକ୍ଷ ପରିବାରକୁ ସିଧାସଳଖ ଲାଭ ମିଳିବ। ଏହି କ୍ୟାସଲେସ୍ ସ୍ୱାସ୍ଥ୍ୟ ବୀମା ଦ୍ୱାରା ପଞ୍ଜାବ ବାସିନ୍ଦା ସରକାରୀ ଓ ଘରୋଇ ଉଭୟ ହସ୍ପିଟାଲରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା କରାଇପାରିବେ। ସେହିପରି ଏହି ବୀମା ସରକାରୀ କର୍ମଚାରୀ, ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ମଧ୍ୟ 100% ଲାଭ ମିଳିବ।